ଏ ଯୋଉ ସନ୍ଧ୍ୟାବେଳେ ଚା ଖାଇଲା ପୂର୍ବରୁ ମାନେ ସନ୍ଧ୍ୟାବେଳେ ଯୋଉ ଚା ଖାଏ ତା ସାଙ୍ଗରେ ମୁଁ କେତେବେଳେ ସେଉ ଖାଏ, କେତେବେଳେ ଚୁଡ଼ା ଭଜା ଖାଏ, କେତେବେଳେ ମିକ୍ସଚର ଆଉ ଟିକେ ତା କଞ୍ଚା ଗୁଣ୍ଡ କି ପିଆଜ କାଟି ଦେଇକିରି ଖାଏ। ମାନେ कोनो କିଛି ଖାଏ ମାନେ ଚା ଖାଇବା ପୂର୍ବରୁ ଟିକେ ଏତେ ଯାହା ଖାଇବି ତାପରେ ଚା ଟିକେ ପିଏ। ଅଳ୍ପ ଖାଏ ପଛେ କିନ୍ତୁ ଖାଏ। ଆଉ ଆଜି ସକାଳେ କଣ ହେଇଥିଲା କି ଜେଜେମା କରିଥିଲେ ଇଟଲି। ଇଟଲି କରିଥିଲେ, ମୁଁ ପଚାରିଦେଲି ଇଟଲି ରଖିଛ ନା? ବେଶୀ ତ ନାହିଁ, ସବୁ ସରିଯାଇଛି ସକାଳ ବେଳି ମାନେ ଯୋଉ ଜଳଖିଆରେ ଦୁଇଟା ଇଟଲି ଅଛି। ମୁଁ କହିଲି ଗଲା କମ୍ପି ଗଲା ରେ, ବଢିଆ ହବ। କଣ କରିବା? ସେ କହିଲେ କିଛି ତ ନାହିଁ, ଖାଇବ କଣ? ସମ୍ବର ନାହିଁ, ଚଟଣି ନାହିଁ, କିଛି ନାହିଁ, ଖାଲି ଇଟଲି ଗୁଡା ଚୋବେଇବ। ସେଇଥିରେ ତ ମଜା ଅଛି ଆଉ, ତା ମଜା ଅଲଗା ଏକଦମ। ମୁଁ କହିଲି କଞ୍ଚା ଲଙ୍କା, ଲୁଣ, ପିଆଜକୁ ଫଡା ଫଡା କରି କାଟିଦେଲି, ତା ସାଙ୍ଗରେ କଞ୍ଚା ଲଙ୍କା ଲୁଣକୁ କଣ କଲେ ନା ଭଲ କି ତାକୁ ମାଡିକି ଦଳିଦେଲି। ରାଗ ପୁରା ଦିଟା ଲଙ୍କା ଦେଇ ଦେଇଛନ୍ତି ମତେ ବା, ଗୋଟେ ଲଙ୍କା ଖାଇବି, ଦୁଇଟା ଲଙ୍କା ଦେଇ ଦେଇଛନ୍ତି। ଓ ଭୀଷଣ ରାଗ ଅଛି, ତାতে ଦିଟା ଲଙ୍କା କେମିତି ଖାଇବ ମଣିଷ କହିଲ? ଯାହା ଯେମିତି ହଉ, ଇଟିଲି ପିଠାରେ ସନ୍ଧ୍ୟାବେଳେ ଆପଣ ଚାହା ଖାଇଲା ପୂର୍ବରୁ ଇଟଲି ପିଠାକୁ କଣ କରି ଆଣିବେ, ଏମିତି ଲଙ୍କା ଲୁଣ ଟିକେ ଚକଟି ଦେବେ। ବାସ୍ ଲଙ୍କା ଲୁଣ ଚକଟି ଦେଇକିରି ତାକୁ ଖାଇବେ। ତା ସାଙ୍ଗରେ ପିଆଜ ଗୋଟେ ଚୋବେଇଦେବେ। ଆଉ କହୁଛି ଏ ଗୋଟେ ଆଇଟମ ମୋର କେତେବେଳେ କଣ ମୁଣ୍ଡକୁ ଜୁଟେ, ମୋ ମୁଣ୍ଡକୁ ଯାଏ ନା କଥା ଆଉ। ମତେ ଏଇଟା କେବଳ ଏଥିରେ ନୁହେଁ, ଚକୁଳି ପିଠାରେ ତ ପିଆଜ ପକେଇକି ହୁଏ, ସେଇଟା ଗୋଟେ କଥା। ଆଉ ଗୋଟେ ପିଆଜ ନ ପକେଇ ମଧ୍ୟ ମୁଁ ଏମିତି ଚକଟି ଦେଲେ ଖାଇଦିଏ। ଥରେ ଗୋଟେ ଭଉଣୀ ଘରକୁ ଯାଇଥିଲି, ଯେ ମତେ ଭୀଷଣ ଭୋକ ହଉଥିଲା, ପହଞ୍ଚୁଛି ସନ୍ଧ୍ୟାବେଳେ, ମତେ କହିଲା କଣ? ମୁଁ ଭୀଷଣ ଭୋକ ହଉଛି, କଣ ଖାଇ କଣ ପରଟା କରୁଛୁ? ବଢିଆ ହେଲା, ପରଟା ଦି ଖଣ୍ଡ ଦେଇଦେ ନା, ତା ସାଙ୍ଗରେ କଣ ଖାଇବୁ? କଞ୍ଚା ଲଙ୍କା, ପିଆଜ, ଲୁଣ ଦେଇଦେ, ମୁଁ ଖାଇଦେବି ତାକୁ। ସେଇଆକୁ ଖାଇଦେବୁ? ହଁ ମୁଁ ଖାଇଦେବି। ଏଇଟା ପୁରା ସତ ଘଟଣା। ତାପରେ ସେଇଠୁ ମୁଁ ଖାଇଦେଇ ପଳେଇ ଆସିଲି। ଯାହା ଯେମିତି ହଉ, ଆଜି ମୁଁ କଣ କରୁଛି ନା, ଇଟିଲି ଲଙ୍କା ଲୁଣ ଚକଟା, ତା ସାଙ୍ଗରେ ଆପଣମାନେ ଖାଇବେ କେତେବେଳେ ମତେ କହିବେ, ଆପଣମାନଙ୍କୁ ବଢିଆ ଲାଗିବ ଖାଇବାକୁ। ଦିଟା ଜାଗାରେ ତିନିଟା ବି ଖାଇଦେବେ, କିନ୍ତୁ ଆମର ନାହିଁ, ଦିଟା ଅଛି। ଖାଇକି କହୁଛି କେମିତି ଲାଗୁଛି, କଣ କରୁଛି? ରାଗ ହେଇଗଲା ସତରେ, ଆର ମଜା ନିଆରା। ଆପଣମାନେ ଖାଇଲେ ମତେ ନିଶ୍ଚୟ କହିବେ। ଓ ଓ ଫାର୍ଷ୍ଟ କ୍ଲାସ। ଆପଣ ମାନେ ଘରେ କରି ଖାଇବେ, ମତେ କହିବେ।